এই জেনারেশন ପାଇଁ ଓକେ ବିଜେପି ଥିଲେ କଣ ହବ ଯେ ଓ ଆଇ ତମ ନାଁଟା କଣ କହିଲ ନାଁଟା କଣ ଟିକେ କହିଲ ହସ ସେଠି ମତେ ଓକେ ଏବେ ଡାଇଲଗ ଯିବା ଭାଉଜ ତମେ କଣ କରୁଛ ଭାଉଜ ତମେ ମୋ ମାଆକୁ ମାରୁଛ କାହିଁକି ମୋ ମା ତୁମର କି ଦୋଷ କରୁଛି ଭାଉଜ ମତେ କୁହ ମୁଁ ଦେଖିଛି ମୋ ମା କଣ କରିଛି ଭାଉଜ ତମ ହାତରୁ ମେହେନ୍ଦି ଲିଭିଛି ନାହିଁ ତମ ପାଦରୁ ଅଳତା ଲିଭିଛି ନାହିଁ ତମ ଶାଶୁ ମାନେ ମୋ ମା ଉପରେ ହାତ ଉଠେଇ ପାରିଲ ଆଜିକୁ 19 ବର୍ଷ ଆମେ ଟିକେ ତା ଦେହରେ ଟିପ ବି ଦେଇନୁ ମୋ ମା ସେ ମତେ ଜନ୍ମ କରିଛି ଆଜି ତମେ ମୋ ମାକୁ ଛି ଭାଉଜ ମତେ ମୋ ମା ଏମିତି କଣ କଲା ଯେ ତମେ ମୋ ମାକୁ ଦି ଗୋଇଠା ଆଉ ଦି ଚାପୁଡ଼ା ତମ ଦାମୀ ଡ୍ରେସରେ ମୋ ମାର ଅଇଠା ହାତ ଲାଗିବ ଏଇଥିପାଇଁ ତମେ ମୋ ମା ଉପରେ ଗୋଡ଼ ଉଠେଇଲ ବା ଭାଉଜ ବା ମତେ ଲାଜ ଲାଗୁଛି ମୋ ଭାଇ ଉପରେ ମୋ ଭାଇ ତମକୁ ଭଲ ପାଇ ବାହାରିକି ଆମ ଘରକୁ ଆଣିଥିଲା ମାର ମୋର ମେଡିସିନ କରୁଥିଲେ ଯେ ମୋ ଭାଇ ଖୁସିରେ ଆମେ ଭାରି ଖୁସି କିନ୍ତୁ ମୋ ଭାଇ ହୁଏତ ତମ ଅସଲ ଚେହେରା ଦେଖିନଥିଲା ଭାଉଜ ଆଉ ଯଦି ସେ ଦେଖିଥାନ୍ତା ତାହେଲେ ବୋହୁ ହବ ତ ଦୂର କଥା ଆମ ଘରର ଚାକରାଣୀ କରିନଥାନ୍ତା ଭାଉଜ ତମେ ଏଇଆ ଭାବୁଛ ନା ମୋ ଭାଇ ଆଗରେ ତମର ସବୁ ଏଇ କଳା କାରନାମା କହିକି ମୋ ମା କଥା ଉଠିବି ନା ଭାଉଜ ନା ମୋ ଭାଇ ମୋ ପାଇଁ ବହୁତ ବଡ଼ ଆଉ 2 ଦିନ ହବ ସେ ତମକୁ ଭଲ ପାଇ ବାହା ହେଇକି ଏ ଘରକୁ ଆଣିଛି ତମେ ମୋ ଭାଉଜ ଆଉ ସେ ସ୍ୱୀକୃତି ତମକୁ ସେ ଦେଇ ସାରିଛି ତମେ କେବଳ ମୋ ଭାଉଜ ନୁହେଁ ତମେ ମୋ ମାର ବୋହୂ ଆଉ ମୋ ଭାଇର ସ୍ତ୍ରୀ ମୋ ମା ସିନା କିଛି କହିଲାନି ଓ ଆରେ ଆରେ ମୁଁ ତ ଭୁଲି ଯାଇଥିଲି ତମେ ତ ବିଦେଶରୁ ଫେରନ୍ତା ତମେ ବା ମା ଅର୍ଥର ଶବ୍ଦ କହିବୁଛ ତମ ପାଇଁ ତ ତମ ମୋ ଡ୍ୟାଡ୍ ବି ବଡ଼ ନା କିନ୍ତୁ ଭୁଲି ଯାଉନି ଭାଉଜ ମୁଁ ଏ ଗାଁରେ ରହିଛି ପାଠ ଶାଠ ପଢ଼ିନି ସତ ତମ ଭଳିଆ ମୁଁ ଅଶିକ୍ଷିତ ହେଇକି ରହିବି କିନ୍ତୁ ଶିକ୍ଷିତ ମାନେ ଏମିତି କାମ କେବେ ବି କରନ୍ତି ମୁଁ ଅଶିକ୍ଷିତ ମୁଁ ମାନୁଛି ଭାଉଜ ତମ ଅଇଠା ଥାଳି ଗୋଟେ ବାର ଯୋଗ୍ୟତା ବି ମୋର ନାହିଁ କିନ୍ତୁ ଭାଉଜ ଯୋଉ ମା ଉପରେ ତମେ ହାତ ଉଠେଇଲ ସେ ମୋତେ ସଂସ୍କାର ଶିଖେଇଛି ଆଉ ଏଇଟା ଶିଖେଇଛି ଯେ କର୍ମ ତମେ ଯେମିତି କର୍ମ କରିବ ତାର କର୍ମର ଫଳ ତମେ ନିଜ କରି ଭୋଗିଯିବ ତମେ କେବେ ବାସ୍ ଏତିକି ମଝିରେ ନା ମଝିରେ ପଡ଼ିବ ଏଇ ପରେ ଆୟା ଦେଖ ଆଉ ହବ ନା ଆମେ ସେ movie actually once again thank you so much କୁହନ୍ତି ଓଡ଼ିଆ ସଂସ୍କୃତିରେ କୁହନ୍ତି ଅତିଥି ଦେବୋ ଭବ ଜାଣିଛନ୍ତି ମୁଁ ଆପଣଙ୍କ ଗାଁକୁ ଅତିଥି ହେଇକି ଆସିଛି ମୋ ପାଇଁ କ'ଣ ଆଣିଛନ୍ତି କିଛି ବି ନାହିଁ ନା ତାଳି ଆଣିଛନ୍ତି ମୁଁ କ'ଣ ଘରକୁ ନେଇଯିବି ଅନେଷ୍ଟଲି କହିବି ମୋତେ କିଛି ବି ଦରକାର ନାହିଁ ବାସ୍ ଆପଣମାନଙ୍କର ଆଶୀର୍ବାଦ ଭଲ ପାଇବା ଦରକାର ଏତିକି ସାଉଣ୍ଡିକି ମୁଁ ଭୁବନେଶ୍ୱର ଫେରିବି ହୁଏତ ଆପଣମାନେ ମୋତେ ଏତିକି ଦେଇକି ଆଜି ହୁଏତ ଏଇଠି କିଛି ଜିନିଷରେ ତାକୁ ପରିଣତ କରି ନେଇପାରିବେନି ବଟ୍ ଏଇ ଆଶୀର୍ବାଦ ମୋତେ ଯୁଗ ଯୁଗ ମୋ ମଥା ଉପରେ ଥିବେ ବଡ଼ରୁ ବଡ଼ ବିପଦ ସଙ୍କଟ ବି ମୋତେ ଛୁଇଁବାକୁ ସାହସ ବି କରିବେନି ଥ୍ୟାଙ୍କ ୟୁ ସୋ ମଚ୍ ମୋତେ ଏମିତି ଭଲ ପାଇବା ଦେଉଥାନ୍ତୁ ଏଇଠି ଆଶୀର୍ବାଦ କରିଥାନ୍ତୁ ଯେମିତି ସବୁ ବର୍ଷ ଏଇଠିକି ଆସୁଥିବି ଆପଣଙ୍କୁ ଏଣ୍ଟରଟେନ୍ କରିଥିବି ହଁ ତ ଆପଣମାନେ ସତରେ ହୃଦୟରୁ ବହୁତ ସଫା ବହୁତ କୋମଳ ଆପଣମାନେ ସହିତ କଥା ହେଇ ଇଣ୍ଟରାକ୍ଟ କରି ମୋତେ ବହୁତ ଖୁସି ଲାଗୁଛି ମୋତେ ବହୁତ ଧନ୍ୟ ଲାଗୁଛି ଯେ ମୁଁ ଆସିକି ଏତେ ବାଟ ଆସିଛି ସତ କିନ୍ତୁ ଏ ମାଟିରେ ଛିଡ଼ା ହେଲେ ନା ଆମର ଗୋଟେ ଅଲଗା ଫିଲ୍ ଆସୁଛି ମୋତେ ଜାଣିଛନ୍ତି ଏବେ